ଆଜିର ସକାଳ ଆମ ନାରୀ ଜାତି ପାଇଁ ଗୋଟେ ଅଭିଶପ୍ତ ସକାଳ ଥିଲା। ଦେଖିଲେ କ'ଣ ଲେଖା ହେଇଛି, ସୌମ୍ୟଶ୍ରୀ ବିଶି ଯିଏ ଜଳିଗଲେ। ହେଲେ ଏତିକି କହିବି, ଗୋଟେ ଝିଅ ସୁନ୍ଦରୀ ହେବା ଆଉ ପ୍ରତିଭାବାନ ହେବା ନିଜ ପାଇଁ ବହୁତ ବିପଦ ଡାକି ଆଣେ। ହେଲେ ସେ ବିପଦକୁ ଆମେ ସାମ୍ନା କରିପାରିବା ନାହିଁ କାହିଁକି? ମରିଯିବାଟା ସବୁ କଥାର ଶେଷ ସମାଧାନ ନୁହେଁ, ବରଂ ଲଢ଼ିକି ଜିତିବା ହେଉଛି ପ୍ରକୃତ ସାହସିକତା। ମୁଁ ତ ଅଭିମାନ କରୁଛି ସୌମ୍ୟଶ୍ରୀ ଉପରେ। ଏତେ ଗୁଣ ଥିଲା, ବିଇଡି ନ କରିଥିଲେ କ'ଣ ଜୀବନଟା ବୃଥା ହେଇଯାଇଥାନ୍ତା? କଲେଜ ଛାଡ଼ି ଦେଇଥାନ୍ତ, ଘରକୁ ପଳେଇ ଆସିଥାନ୍ତ, ଜୀବନରେ ଆଉ କିଛି କରିକି ଦେଖେଇଥାନ୍ତ। ଏତେ ଦୁଃଖ ଲାଗୁଛି, କଥା କହିବାର ଶକ୍ତି ବି ମୋ ପାଖରେ ରହୁନି। ହେଲେ ଆଉ ଯେଉଁ ଝିଅମାନେ ଏଇଭଳି ବିପଦରେ ପଡ଼ୁଛନ୍ତି, ଆହୁରି ସାହସୀ ହୁଅନ୍ତୁ। ଅନ୍ୟକୁ ହତ୍ୟା କରନ୍ତୁ ପଛେ ନିଜେ ଆତ୍ମହତ୍ୟା କରନ୍ତୁନି। ମୁଁ ବହୁତ ଭାବପ୍ରବଣ ହେଇଯାଉଛି। ହତ୍ୟା କଥା କହିବା ଠିକ୍ ନୁହେଁ, ତେବେ ବି ନିଜକୁ ଜାଣନ୍ତୁନି। କାହାରି ଜୀବନି ବାପା ମାଙ୍କର ଜୀବ।